କାର୍ଯ୍ୟ କାରଣ। ସାଧୁ ମହାରାଜ ଓ ଚେଲା ବଡ଼ କ୍ଳାନ୍ତ ହୋଇ ପଡ଼ିଥାନ୍ତି। ଗ୍ରୀଷ୍ମ କାଳ, ଭୀଷଣ ଖରା, ଶୋଷ ବି ଲାଗୁଥାଏ। କିନ୍ତୁ ଦୈବକୁ ସେମାନେ ଏମିତି ଏକ ଗାଁ ଭିତରେ ପଶିଥିଲେ ଯେଉଁ ଗାଁର ଲୋକଙ୍କ ଭିତରେ ଅତିଥି ବତ୍ସଳତା ତ ଦୂରର କଥା, ଟିକେ ଦୟା ମାୟା ବି ନଥିଲା। ସେମାନେ ଥିଲାବାଲାଙ୍କ ଘର ଭଳି ଦିଶୁଥିବା 2-4 କବାଟ ବାଡ଼େଇଲେ। ସମସ୍ତେ କବାଟ ଖୋଲି ପୁଣି ବନ୍ଦ କରିଦେଲେ। ଗାଁ ମଝିରେ ଗୋଟାଏ ଭଙ୍ଗା ପରିତ୍ୟକ୍ତ ମେଲାଘର। ଛପର କିଛି ଅଂଶରେ ଥାଏ, ତାହାରି ଛାଇରେ ଦୁହେଁ ବସି ପଡ଼ିଲେ। ହଠାତ୍ ସାଧୁ ମହାରାଜ ଚେଲାକୁ କହିଲେ, ବାବା, ଚାଲ ଆମେ ଏଠାରୁ ଯେତେ ସହଳ ଚାଲିଯାଇ ପାରିଲେ ସେତେ ମଙ୍ଗଳ। ସେ ଦାରୁଣ ଖରାରେ ପୁଣି କିଛି ବାଟ ଚାଲି ପରବର୍ତ୍ତୀ ଗାଁରେ ପହଞ୍ଚିବା ପୂର୍ବରୁ ଚେଲାର ମନ ହେଉଥାଏ ସେ ଟିକେ ବିଶ୍ରାମ କରିବ। ତେବେ ସେ କଥା ନ କହି ସେ ପଚାରିଲା, ଏ ଗାଁର ଲୋକେ ନିର୍ଦ୍ଦୟ ଲାଗୁଛନ୍ତି ଠିକ୍, କିନ୍ତୁ ଆମେ ବର୍ତ୍ତମାନ ସଙ୍ଗେ ସଙ୍ଗେ ଏ ଗାଁରୁ ବିଦାୟ ନେବା ସକାଶେ ସେମିତି ବିଶେଷ କାରଣ କି ଅଛି କି ମହାରାଜ? ଏଠିକା ବାତାବରଣରେ ମତେ ଅଣନିଶ୍ୱାସୀ ଲାଗୁଛି। ପରିସ୍ଥିତି ଏତେ ଭିତରେ ଭିତରେ ଖରାପ, ଯେକୌଣସି ମୁହୂର୍ତ୍ତରେ ଯେକୌଣସି ସାମାନ୍ୟ କାରଣରୁ ଏଠାରେ ଦେଖା ଦେଇପାରେ ବିରାଟ ବିଭ୍ରାଟ ବା ଦଙ୍ଗାଗୋଳ। କହିଲେ ସାଧୁ ମହାରାଜ। ରାସ୍ତା ଆରକଡ଼ରେ ଥିବା ତେଜରାତି ଦୋକାନ ଭିତରକୁ ଅନାଇ ସେ ହାଲୁକା ଢଙ୍ଗରେ ପୁଣି କହିଲେ, ହଁ, ଯେକୌଣସି କାରଣରୁ, ଏମିତିକି କିଛି କାରଣ ନଥାଇ ମଧ୍ୟ ଏଠି ହିଂସାଚାର ଘଟି ଯାଇପାରେ। ହେଇଟି ଦେଖ, ସେ ଦୋକାନୀ କେମିତି ବିନା କାରଣରେ ତା ଗୁଡ଼ ଟିଣ ଭିତରେ ଅଙ୍ଗୁଳି ଭର୍ତ୍ତି କରି କାନ୍ଥରେ ପୋଛି ଅଙ୍ଗୁଳି ସଫା କରୁଛି। ସେମିତି ଅଯଥା କାମରୁ ବି ଦଙ୍ଗାର ସୂତ୍ରପାତ ହେବା ଅସମ୍ଭବ ନୁହେଁ। ହେଲା ମହାରାଜ, ହେଲା। ଉପରକୁ ଅନାଇ ଦେଖନ୍ତୁ, ଖଣ୍ଡିଏ ମେଘ ସୂର୍ଯ୍ୟ ଆଡ଼େ ମାଡ଼ି ଆସୁଛି। ଅନ୍ତତଃ ସେ ଖଣ୍ଡି ସୂର୍ଯ୍ୟଙ୍କୁ ଢାଙ୍କିବା ଯାଏ ଆମେ ଏଠି ଅପେକ୍ଷା କରିବା, କହିଲେ ଚେଲା। ହେଉ ବାବା, ହେଉ। କିନ୍ତୁ ତୋଫାନ ଗତିରେ ଘଟିଗଲା ଘଟଣା ସବୁ। କେତୋଟି ମାଛି ଯାଇ କାନ୍ଥରେ ଲିପା ହୋଇଥିବା ସେ ଗୁଡ଼ ଉପରେ ବସିଗଲେ। ଗୋଟାଏ ମୋଟା ଝିଟିପିଟି ଆସ୍ତେ ଆସ୍ତେ ଯାଇ ସେଥିରୁ ଗୋଟାକ ଗିଳିଦେଲା। ଦୋକାନୀର ବିଲେଇଟି ଝମ୍ପ ମାରି ସେ ଝିଟିପିଟିକୁ ତଳେ ପକାଇଦେଲା। ଝିଟିପିଟି ସାମାନ୍ୟ ବିକ୍ଷତ ଅବସ୍ଥାରେ ଦୋକାନ ତଳ ରାସ୍ତାକୁ ଚାଲିଗଲା। ବିଲେଇ ଦୌଡ଼ିଲା ତା ପଛରେ। ବିଲେଇ ଯେମିତି ରାସ୍ତାକୁ ଯାଇଛି, କୁକୁରଟାଏ ତାକୁ ଆକ୍ରମଣ କଲା। ହୁଏତ ତା ସହ ତାର ଶତ୍ରୁତା ଥିଲା। କୁକୁର ଦେଲା ବିଲେଇକୁ କାମୁଡ଼ି। ଦୋକାନୀ କ୍ରୋଧାନ୍ଧ ହୋଇ ତା ଦଣ୍ଡିପଲା ପାଖରୁ ସେ ସେରିକିଆ ପଥର ଖଣ୍ଡିକ ଉଠାଇ କୁକୁର ଆଡ଼େ ଫୋପାଡ଼ିଲା। କୁକୁର ଛୋଟା ହୋଇ ରଡ଼ି ଛାଡ଼ିଲା। କୁକୁର ପଛରେ ଆସୁଥିଲେ ତା ଖାଉନ୍ଦ। ସେ ଦୋକାନୀ ଆଡ଼େ ହାତ ଉଞ୍ଚ କରି ଖେପି ଆସିଲେ। ସେ ଭଦ୍ରଲୋକ ଗାଁର ଜଣେ ମାତବ୍ର ଲୋକ। ତାଙ୍କ ସମର୍ଥକମାନେ ତାଙ୍କ ପଛରେ ଆସି ଠିଆ ହୋଇଗଲେ। ଆର ପାଖର ସମସ୍ତ ଦୋକାନୀ ଆସି ସେ ବିଲେଇ ମାଲିକକୁ ହିମ୍ମତ ଯୋଗାଇଲେ। ପ୍ରଥମେ କଥା କଟାକଟି, ତାପରେ ତର୍ଜନ ଗର୍ଜନ, ତାପରେ ଆରମ୍ଭ ହୋଇଗଲା ମାଡ଼ପିଟ। ସେ ହୋ ହଲ୍ଲା ଭିତରେ କେହି ଜଣେ ଦୋକାନ ଘରଟିରେ ନିଆଁ ଲଗାଇଦେଲା। ସେତିକି ବେଳେ ଆସିଲା ପବନ। ହୁ ହୁ ସେ ନିଆଁ ଅନ୍ୟ ଘରମାନଙ୍କୁ ବ୍ୟାପିଗଲା। ସେତେବେଳକୁ ସାଧୁ ମହାରାଜ ଓ ଚେଲା ଗାଁ ବାହାରେ ନିରାପଦ ଦୂରତ୍ୱରେ। ପଛକୁ ଅନାଇ ସେମାନେ ଦେଖିଲେ ସାରା ଗାଁ ଜଳି ଯାଉଛି। କେଉଁ ମୁହୂର୍ତ୍ତରେ କ'ଣ ଘଟିଯିବ ସେ କଥା କିଏ କହିପାରିବ ବାବା? ମନ୍ତବ୍ୟ ଦେଲେ ସାଧୁ ମହାରାଜ। ମହାରାଜ, ଆପଣ ତ କିନ୍ତୁ ଏମିତି ଘଟିବ ବୋଲି କହିପାରିଥିଲେ। ମନେ ପକାଇଦେଲେ ଚେଲା। ଆପଣ ଭବିଷ୍ୟତବାଣୀ ଫଳିଲା। ନା ବାବା, ମୁଁ ଭବିଷ୍ୟତବାଣୀ କରିନଥିଲି। ମୁଁ ଖାଲି ମୋ ଅନ୍ଦାଜ କହିଥିଲି। କଥା ହେଲା, ଯେତେବେଳେ ବାତାବରଣକୁ ଘୃଣା, ନିର୍ଦ୍ଦୟତା ଏବଂ ବିଦ୍ୱେଷ ବିଷାକ୍ତ କରି ରଖିଥାଏ, ସେତେବେଳେ କାରଣରୁ ନୁହେଁ ଅକାରଣରୁ ହିଁ ଏମିତି ଲଙ୍କାକାଣ୍ଡ ହୋଇଯାଇପାରେ। ସବୁ କାର୍ଯ୍ୟ ପଛରେ କାରଣ ନଥାଏ। ଯାହା ଥାଏ ତାହା କାରଣ ବୋଲି ମନେ ହୋଇପାରେ, କିନ୍ତୁ ବାସ୍ତବରେ ଅକାରଣ।